ନିରାକାରପୁରରେ ଲେଖକ ମାନସର ଘର। ସେ କବିତା, ଉପନ୍ୟାସ, କାହାଣୀ ଲେଖେ। ମାନସର ଆର୍ଥିକ ସ୍ଥିତି କିଛି ଭଲ ନଥିଲା। ଦିନେ ନିଜର ଦୟନୀୟ ଅବସ୍ଥାକୁ ସହି ନ ପାରି ଗୋଟିଏ କାଗଜରେ ମନର ସବୁ କଥା ଲେଖି ଗୋଟିଏ ବେନାମୀ ଠିକଣାରେ ଚିଠିଟିକୁ ପୋଷ୍ଟ କରିଦେଲା। ଭାବିଥିଲା ଠିକଣା ନ ପାଇ ଚିଠିଟା ପୁଣି ତା ପାଖକୁ ଫେରି ଆସିବ, କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖା ଥିଲା। ଚିଠିଟି କଟକ ସହରର ଗୋଟିଏ ଝିଅ ପାଖକୁ ଯାଇଥିଲା। ଚିଠିରେ କଣ ଏମିତି ଶବ୍ଦ ଲେଖାଥିଲା କେଜାଣି? ଝିଅ ଚିଠିଟି ପଢି ମାନସର ଠିକଣାରେ ଚିଠିଟି ଲେଖି ପଠାଇଦେଲା। ଚିଠିର ଜବାବ ଆସିବା ଦେଖି ଖୁବ୍ ଖୁସି ହେଲା। ଏମିତି କିଛି ଦିନ ଚାଲିଲା। ଚିଠି ପଠଉ ପଠଉ ଏବେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେଣି। ଦିନେ ମାନସ ଚିଠି ଲେଖିଲା, ଆମ ପ୍ରେମ କେବଳ କାଗଜରେ ହିଁ ସୀମିତ ରହିଛି। ମୁଁ ତୁମକୁ ଦେଖା କରିବାକୁ ଚାହେଁ। ଝିଅଟି ଜବାବରେ ଲେଖିଲା, ପ୍ରିୟର ମାନସ, ଏହା ଖାଲି ଗୋଟେ ଚିଠି ନୁହଁ, ଏସବୁ ମୋ ମନ କଥା, ଯାହାକୁ କେବଳ ତୁମେ ହିଁ ପଢିପାର ଆଉ ବୁଝିପାର। ଆମ ଭଲ ପାଇବା ଆମ ଚିଠିରେ ଅଛି। ଏଣୁ ଏହି କାଗଜ ପ୍ରେମକୁ ଏମିତି ହିଁ ସାରା ଜୀବନ ବଞ୍ଚି ରହିବାକୁ ଦିଅ। ଏ କଥାକୁ ଅନେକ ବର୍ଷ ବିତିଗଲାଣି। ବର୍ତ୍ତମାନ ସୁଦ୍ଧା ଦୁହିଁଙ୍କ ଚିଠି ଲେଖିବା ଜାରି ରହିଛି।